ଆସନ୍ତୁ ବଣ ରାଇଜର ଗପର ଦ୍ୱିତୀୟ ଭାଗକୁ ଯିବା। ପ୍ରଥମ ଭାଗ ଯେଉଁଠି ଶେଷ କରିଥିଲୁ, ଦ୍ୱିତୀୟ ଭାଗ ସେଇଠୁ ଆରମ୍ଭ କରିବା। ଆପଣମାନେ ପ୍ରଥମ ଭାଗ ଦେଖିନଥିଲେ ଦେଖନ୍ତୁ। ଉଟ ପିଠିରେ ବସି ବିଲୁଆ ଓ ସିଂହ ଦୁହେଁ ଆସୁଥାନ୍ତି। ବଣ ରାଇଜ ଦେଖାଗଲା। ବଣ ରାଇଜରେ ସିଂହ ମହାରାଜ ଉଟ ପିଠିରୁ ଓହ୍ଲାଇ କହିଲା, ମିତ୍ର, ତୁମର ଏଥର ଏ ବଣ ରାଇଜ ଅଭୟ ହୋଇଗଲା। ମୁଁ ବଣ ରାଇଜର ରାଜା ଘୋଷଣା କରୁଛି, ଏ ବଣରେ ଉଟକୁ ଅଭୟ ପ୍ରଦାନ କଲି। ସେ ଅଭୟ ଭାବରେ ଏ ବଣ ରାଇଜରେ ଘୂରି ବୁଲି ଚରିବ ଏବଂ ମୋ ପାଖରେ ରହିବ। ରାଜଉଆସରେ ମିତ୍ର ଭଳି ଜୀବନ ଯାପନ କରିବ। ଏହା ମୁଁ ମହାରାଜ ଘୋଷଣା କରୁଛି। ସିଂହର କଥା ଶୁଣି ବିଲୁଆ ହସିଲା। ସିଂହ କହିଲା, ବିଲୁଆ ହସିଲୁ କାହିଁକି? ବିଲୁଆ କହିଲା, ମହାରାଜ, ମୋର ହସିବାର କାରଣ ଥିଲା ଯେ ମୋର ଗୋଟେ ବୁଦ୍ଧି ଜାତ ହେଲା। ନା ତୋର ପୁଣି କି ବୁଦ୍ଧି ଜାତ ହେଲା? ବିଲୁଆ କହିଲା, ମହାରାଜ, ଆପଣ ତ ଘୋଷଣା କରିଦେଲେ, ଭବିଷ୍ୟତକୁ ତ କେହି ଦେଖି ନାହାନ୍ତି। କାଲିକି କ'ଣ ହବ ସେ କଥା କିଏ ବା କହିବ? ଆପଣ ତ ଆଜି ଘୋଷଣା କରିଦେଲେ। ସମୟର ମୋଡ଼ ସବୁବେଳେ ବଦଳାଇଥାଏ। ଯଦି ସେହି ସମୟ ଆପଣଙ୍କୁ ଅଲଗା କରେ, ଆପଣଙ୍କ କଥାକୁ ବଦଳାଇ ଦିଏ। ସିଂହ କହିଲା, ମୁଁ ତୋ କଥା କିଛି ବୁଝିପାରୁନି ବିଲୁଆ, ତୁ କ'ଣ କହିବାକୁ ଚାହୁଁଛୁ? ବିଲୁଆ କହିଲା, ମହାରାଜ, ମୁଁ କହୁଛି ଯେ ଆପଣ ଯେଉଁ ଅଭୟ ବର ପ୍ରଦାନ କଲେ ଉଟକୁ, ସମୟ ସୁଅରେ ଯଦି ସେହି ବରକୁ ଆପଣ ପ୍ରତ୍ୟାବର୍ତ୍ତନ କରନ୍ତି, ପୁଣି ଫେରସ୍ତ ନେଇ ନିଅନ୍ତି। ସିଂହ କହିଲା, ମୁଁ ମହାରାଜ, ମୋର ଜୀବନ ଥିବା ଯାଏ ମୋର ବଚନର ହରଣ ହେବ ନାହିଁ। ମୋ ବଚନକୁ ମୁଁ କେବେ ଫେରସ୍ତ ନେବି ନାହିଁ। ବିଲୁଆ କହିଲା, ଠିକ ଅଛି ମହାରାଜ, ସମୟ କହିବ ବଚନ କେତେ ଦୂର ସତ୍ୟ ରହୁଛି। ବିଲୁଆର ପଣ ଉଟକୁ ଖାଇବ। ସେହି ଚିନ୍ତାରେ ବିଲୁଆ ଘୂରି ବୁଲୁଥାଏ। ସିଂହର ପଣ ଭାଙ୍ଗିବ, ଉଟକୁ ଖାଇବ। ପରଦିନ ସକାଳ ଉଠି ବିଲୁଆ ରାଜବୈଦ ଭଲ୍ଲୁକ ପାଖକୁ ଗଲା। ଭଲ୍ଲୁକ ପାଖରେ ଯାଇ ପହଞ୍ଚିଲା। ଭଲ୍ଲୁକ ପଚାରିଲା, ମହାମନ୍ତ୍ରୀ ବିଲୁଆ, ତୁମେ ତ ମହାରାଜ ଶାନ୍ତିରେ ଯାଇଥିଲ, ଉଟ ମାଂସ ଖାଇଥିବ। ଉଟ ମାଂସ କେମିତି ହେଲା? ବିଲୁଆ କହିଲା, ଉଟ ମାଂସ ଆମ ମହାରାଜ ସାଥିରେ ଗଲେ ଯେଉଁ ଉଦ୍ଦେଶ୍ୟ ନେଇ ଯିବାକୁ ଥାଏ, ତାର ଓଲଟା ଫଳ ଦେଖିବାକୁ ମିଳେ। ଉଟ ମାଂସ ଖାଇବା ଦୂରର କଥା, ଉଟକୁ ଅଭୟ ବର ପ୍ରଦାନ କରି ଆମ ବଣକୁ ଘେନି ଆସିଛନ୍ତି। ଭଲ୍ଲୁକ କହିଲା, ଉଟ ଆସିଛି ଆମ ବଣକୁ? ବିଲୁଆ କହିଲା, ହଁ, ଉଟ ଆସିଛି। ରାଜା ଅଭୟ ବର ପ୍ରଦାନ କରିଛନ୍ତି, ତାକୁ କେହି ମାରିପାରିବେନି।
ଭଲ୍ଲୁକ କହିଲା, ଏତେ ସବୁ? ବିଲୁଆ କହିଲା, ଏତେ ସବୁର କାରଣ ଅଛି। ସେ କାରଣ କିଛି ନୁହେଁ। ରାଜାଙ୍କର ଲୁଣଖିଆ ନୀତି ପଡ଼ିଲା ତ, ତେଣୁ ଏସବୁ ଘଟିଲା। କିନ୍ତୁ ଭଲ୍ଲୁକ ମହାରାଜ, ଆପଣ ତ ରାଜବୈଦ। ଆପଣ ବୈଦ ଅଛନ୍ତି। ବୁଦ୍ଧି ବଳରେ ସମସ୍ତକୁ ହରି ହୁଏ। ବୁଦ୍ଧି ବଳରେ ରାଜାକୁ ବି ହରି ହେବ। ଆପଣ ଯଦି ଉଟ ମାଂସ ଖାଇବାକୁ ଲାଳକୁ ବୋହୁଥାନ୍ତି, ଇଚ୍ଛା କରୁଥାନ୍ତି, ପାଟିରୁ ଯଦି ଲାଳ ବୋହୁଥାଏ, ତେବେ ତାର ବାଟ ଅଛି। ମୁଁ ବିଲୁଆ, ମୋ ବୁଦ୍ଧି ବଳରେ ସବୁ ସମ୍ଭବ, କିନ୍ତୁ ଏହା ଗୁପ୍ତ ରହିବା ଦରକାର। ରାଜା କାନରେ ପଡ଼ିଲେ ସବୁ ଓଲଟ ପାଲଟ ହୋଇଯିବ। ଭଲ୍ଲୁକ କହିଲା, ଉଟ ମାଂସ ଖାଇହେବ? ଏ ଉଟକୁ ମାରି ଖାଇହେବ? ରାଜା ଯେଉଁ ଅଭୟ ବର ପ୍ରଦାନ କରିଛନ୍ତି, ତାକୁ ଲଙ୍ଘନ କରିହେବ? ବିଲୁଆ କହିଲା, ଲଙ୍ଘନ? ତୁମେ ଯଦି ମୋ ସାଥିରେ ସାଥୀ ହେବ, ସେଇ ସିଂହ ଉଟକୁ ମାରି ମାଂସ ଖାଇବ, ଆଉ ଆମକୁ ବି ଖୁଆଇବ। ଆମ ରାଜ ଦରବାରରେ ଯେତେ ସମସ୍ତେ ଅଛନ୍ତି, ସମସ୍ତେ ଉଟ ମାଂସ ଖାଇବେ। ଭଲ୍ଲୁକ କହିଲା, ବିଲୁଆ, ତୋର ବୁଦ୍ଧି ଯଦି ଅଛି, ସେ ବୁଦ୍ଧିଟା କହୁନୁ। ବିଲୁଆ କହିଲା, କହିବି। ଏଥିପାଇଁ ଆମକୁ 4 ଦରକାର। 4 ଜଣ ହେଲେ ଆମେ 4 ଦିଗରୁ ସଫଳ କରି ଉଟକୁ ମାରି ଖାଇପାରିବୁ। ସିଂହ ନିଜେ ଆଦେଶ ଦେବ। ସିଂହ ଦ୍ୱାରା ହିଁ ହେବ, ସିଂହ ପାଇଁ ବି ହେବ। ଆମର ଯଦି 4 ଜଣ ଏକ ହେବା, ସିଂହ ଦ୍ୱାରା ହିଁ ଏସବୁ କରାଇ ପାରିବା। ଭଲ୍ଲୁକ କହିଲା, ବିଲୁଆ, ମୁଁ ତୋର ସାଥିରେ ଅଛି, ତୁ ଆଗକୁ ବଢ଼। ବିଲୁଆ କହିଲା, ଠିକ୍ ଅଛି ରାଜବୈଦ, ମୁଁ ମୋର ବୁଦ୍ଧି ଖଟାଇ ଆଗକୁ ବଢ଼ୁଛି। ବିଲୁଆ ଚାଲିଲା ସିଧା ସେନାପତି ମହାବଳ ବାଘ ଘରକୁ। ମହାବଳ ବାଘ ବସିଥାଏ। ବିଲୁଆ ପହଞ୍ଚିଲା। ସେନାପତି ମହାବଳ କହିଲା, ବିଲୁଆ, ତୁମେ ଆସିଲ, କହିଥିଲେ ଇଏ ମହାବଳ କ'ଣ ତୁମ ଘରକୁ ଯାଇପାରିନଥାନ୍ତା? ବିଲୁଆ କହିଲା, ସେସବୁ କିଛି ନାହିଁ। ପ୍ରୀତି ଅଛି ତ, ତେଣୁ ସାଙ୍ଗ ଘରକୁ ଆସିବାକୁ କ'ଣ ଏମିତି ହେବାକୁ ହୁଏ? ତୁମେ ଯିବ ଆଉ ମୁଁ ଗଲେ ଅସୁବିଧା। ସାଙ୍ଗ ପାଖକୁ ସାଙ୍ଗ ଆସେ। ଏ କଥା ଶୁଣି ମହାବଳ କହିଲା, ଠିକ୍ ଅଛି, ତୁମେ ବସ, ଖିଆପିଆ କର, କଥାବାର୍ତ୍ତା ହେବା। ବିଲୁଆ କହିଲା, ସେସବୁର ଆବଶ୍ୟକତା ନାହିଁ। ମୁଁ ଏମିତି ଗପିବାକୁ ଆସିଲି। ମହାବଳ କହିଲା, ଠିକ୍ ଅଛି, ତୁମେ ତ ଯାଇଥିଲ ରାଜାଙ୍କ ସାଥିରେ ମରୁଭୂମିକୁ। ସେଠି ବହୁତ ଉଟ ମାଂସ ଖାଇଥିବ, ତେଣୁ ଭୋକ ବା କାହୁଁ ଆସିବ? ବିଲୁଆ କହିଲା, ସେ କଥା ନୁହେଁ ଯେ, ଉଟ ମାଂସ ମୁଁ ଏତେ ଖାଇଲି ଯେ ନା, ତାହା କହିବାର ନାହିଁ। ମହାବଳ କହିଲା, କ'ଣ ହେଇଛି କ'ଣ? ନା ତୁମେ ଜାଣନି କି ସେନାପତି, ଉଟକୁ ରାଜା ଅଭୟ ପ୍ରଦାନ କରିଛନ୍ତି। ଯେଉଁ ଉଟ ଖାଇବା ପାଇଁ ମୁଁ ମରୁ ଯାତ୍ରା କରିଥିଲି, ସେଇ ଉଟ ଆଜି ଅଭୟ ଭାବରେ ଘୁରୁଛି। କିନ୍ତୁ ଉଟ ମାଂସ ଖାଇହେବ, ତୁମେ ବି ଖାଇପାରିବ। ହାତ ପାଖକୁ ଉଟ ଆସିଛି, ଆମେ
ଚାରିଜଣ ଚାହିଁଲେ ରାଜା ମାଧ୍ୟମରେ ଉଟକୁ ମାରି ଖାଇପାରିବା। ମହାବଳ କହିଲା ହଁ 4 ଜଣ। ଜଣେ ଖଞ୍ଜ କରିଛି ମୁଁ, ଜଣ ରାଜବୈଦ୍ୟମକୁ ମୁଁ ମୋ ପାଖରେ ରଖିଛି, ଦ୍ୱିତୀୟରେ ମୁଁ ନିଜେ, ତୃତୀୟରେ ତୁମେ, ଆଉ ଚତୁର୍ଥ ଜଣକ ପାଖକୁ ମୁଁ ଯିବି। ଆମେ 4 ଜଣ ମିଶି ଏମିତି ଚକ୍କର ଚଲେଇବୁ, ମହାବଳ ନିଜେ ଉଟ ଶିକାର କରିବ, ତାର ମିତ୍ର ପଣିଆର ପଣ ମୁଁ ଭାଙ୍ଗିଦେବି। ମୁଁ ବିଲୁଆ, ମୁଁ ବୁଦ୍ଧି ବଳରେ ମନ୍ତ୍ରୀ। ତୁମେ କ'ଣ କହୁଛ ମହାବଳ? ମହାବଳ କହିଲା, ଠିକ୍ ଅଛି ମହାମନ୍ତ୍ରୀ, ବୁଦ୍ଧି ଆଗରେ ବଳର କିଛି ଗୁରୁତ୍ୱ ନଥାଏ। ତୁମ ବୁଦ୍ଧି ମୋ ବଳ, ମୁଁ ମହାବଳ, ତୁମ ସାଥିରେ ମୁଁ ଅଛି, ତୁମେ ଆଗେଇ ଚାଲ। ଯେଉଁ ଉଟକୁ ଖାଇବା ପାଇଁ ଆମେ ଲାଳାୟିତ, ତାର ମାଂସ ନିଶ୍ଚିନ୍ତ ଖାଇବା। ଏ କଥା ଶୁଣି ବିଲୁଆର ମନ ବହୁତ ଖୁସି ହୋଇଗଲା। ସେ କହିଲା, ଠିକ୍ ଅଛି, 3 ଜଣ ହେଲୁ, ଆଉ ବାକି ଜଣେ ଦରକାର। ସେ ହେଉଛି କୋକିଶିଆଳି। ସେ କୋକିଶିଆଳି ପାଖକୁ ଗଲା। କୋକିଶିଆଳି ରାଜାର ଅତ୍ୟନ୍ତ ଅନ୍ତର୍ଗତ ସେବକ। କୋକିଶିଆଳି ପାଖକୁ ଯାଇ କହିଲା, ହେ କୋକିଶିଆଳି, ତୁମେ କେମିତି ଅଛ? କୋକିଶିଆଳି କହିଲା, ବିଲୁଆ ଭାଇ, ମୁଁ ଭଲରେ ଅଛି, ତୁମେ କେମିତି ଅଛ? ବିଲୁଆ କହିଲା, ମୁଁ ତ ଭଲରେ ଅଛି, ହେଲେ କ'ଣ ପୁଣି? କୋକିଶିଆଳି ପଚାରିଲା। ବିଲୁଆ କହିଲା, ମୁଁ ଯେଉଁ ଲାଳସାରେ ଯାଇଥିଲି ସେଇଟା ପୂରଣ ହେଲାନି। କୋକିଶିଆଳି କହିଲା, କ'ଣ? ଉଟ ମାଂସ? ଉଟ ମାଂସ ତ ଖାଇଥିବ। ବିଲୁଆ କହିଲା, ଖାଇବୁ କ'ଣ? ଉଟ ଧରି ଏ ଜଙ୍ଗଲକୁ ଆସିଲୁ, ଆଉ ରାଜା ଉଟକୁ ଅଭୟ ପ୍ରଦାନ କଲା। କୋକିଶିଆଳି କହିଲା, ସେ କଥା ତ ମୁଁ ଜାଣେ, ତେବେ ସେ କଥା ଭାବି ଲାଭ କ'ଣ? ବିଲୁଆ କହିଲା, କୋକିଶିଆଳି, ତୁ ଉଟ ମାଂସ ଖାଇବୁ? କୋକିଶିଆଳି କହିଲା, ତାହା ତ ଖାଇବା ପାଇଁ ମୁଁ ବହୁତ ଦିନରୁ ଆଗ୍ରହୀ, ସବୁ ମାଂସ ଖାଇଛି, ଉଟ ମାଂସ ମୋ ପାଟିକୁ ଯାଇନି। ବିଲୁଆ କହିଲା, ବୁଦ୍ଧି ଥିଲେ ଆମେ ନିଶ୍ଚିନ୍ତ ଖାଇବା। ମୁଁ ତୋର ବହୁତ ଉପକାର କରିଛି। ମୁଁ ଚାହିଁଲେ ବି ରାଜା ପାଖରେ ତୋତେ ବଦନାମ କରିଦେଇପାରେ, ରାଜକାର୍ଯ୍ୟରୁ ତୋତେ ହଟେଇ ଦେଇପାରେ। ତୋତେ ମୋର କହିବା ଅନୁସାରେ ଚାଲିବାକୁ ହେଲେ ଆମେ ନିଶ୍ଚିନ୍ତ ଉଟ ମାଂସ ଖାଇବା ଏବଂ ରାଜାର ପଣକୁ ପଣରେ ରଖିଦେବା, ତାର ସତ୍ୟଭଗ୍ନ କରାଇ ପାରିବା। କୋକିଶିଆଳି କହିଲା, ଯଦି ରାଜା ଜାଣିବେ? ବିଲୁଆ କହିଲା, ନା ଥିବ ବାଁସ ନା ବାଜେଗା ବାଁଶରୀ। ସମୟ ଚକ୍ରରେ ଆମେ ଏମିତି ଖେଳ ଖେଳିବା, ଏମିତି ଭଉଁରୀ ଘୂରେଇବା, ରାଜା କହିବ, ଉଟ ମାର, ଆଗକୁ ଦେଖିବା କ'ଣ ହଉଛି, ଉଟ ମରୁଛି ନା ବଞ୍ଚୁଛି।
ରାଜାଙ୍କର ସତ୍ୟ ସତ୍ୟ ହେଉଛି ନା ଭଗ୍ନ ହେଉଛି, ବିଲୁଆ ଜିତୁଛି ନା ସିଂହ ଜିତୁଛି। ଏ ଗପକୁ ଦେଖିବା ପାଇଁ ତୃତୀୟ ଭାଗକୁ ଅପେକ୍ଷା କରନ୍ତୁ। ଖୁବ୍ ଶୀଘ୍ର ତୃତୀୟ ଭାଗ ଆସୁଛି। ଆମ ଚ୍ୟାନେଲକୁ ଯଦି ଏହି ଗପ ମାଧ୍ୟମରେ ଦେଖିବାକୁ ଚାହୁଁଛନ୍ତି ସବସ୍କ୍ରାଇବ୍ କରନ୍ତୁ, ଶୀଘ୍ର ପହଞ୍ଚିବ ଆପଣଙ୍କ ପାଖରେ। ସବସ୍କ୍ରାଇବ୍ ନ କଲେ ହୁଏତ ପହଞ୍ଚି ନପାରେ। ରହୁଛି ରବୀନ୍ଦ୍ର କୁଲାରୀ ନିଜ ରଚନାରୁ କହି ଚାଲୁଛି। ଜୟ ଜଗନ୍ନାଥ। ନମସ୍କାର। ଜଗତର ମଙ୍ଗଳ ହେଉ।